ଯେତେବେଳେ ସଂଘର୍ଷର କଥା କୁହାଯାଏ, ସଂଘର୍ଷ କଲେ ମଣିଷ ଆପେ ଆପେ ସଫଳତା ତା ହାତ ମୁଠାକୁ ଆସିଯାଏ। ଏବଂ ଆମେ ଏମିତି ଜଣେ ବ୍ୟକ୍ତିଙ୍କ ପାଖରେ ଅଛୁ ଯିଏ ସଂଘର୍ଷ କରି କରି ଆଜି ଆସି ସେଇ ଜାଗାରେ ଅଛନ୍ତି ଯାହାଙ୍କୁ ଆଜି ଲୋକମାନେ ପୌରାଣିକ ନାଟକରେ ଦେଖୁଛନ୍ତି ଏବଂ ତାଙ୍କ ପରିଚୟ ଶ୍ରୀରାମ ବୋଲି ଲୋକ ଜାଣୁଛନ୍ତି। ସେଥିରେ ତ ପଙ୍କଜ ଭାଇ କ'ଣ ରାମ ନାଟକରେ ଶ୍ରୀରାମଙ୍କର ଅଭିନୟ କରୁଛନ୍ତି, କ'ଣ କହିବେ? ଜୟ ଜଗନ୍ନାଥ। ମୋର 1.5 କୋଟି ଅଗଣିତ ଦର୍ଶକଙ୍କୁ ମୋର ମଥାନ ପ୍ରଣାମ। ତ କ'ଣ କହିବେ, ଆପଣ ଯେଉଁ 4.5 କୋଟି ଓଡ଼ିଆଙ୍କ ପାଖରେ ଆପଣ ଅଭିନୟ କରୁଛନ୍ତି, ଲୋକମାନଙ୍କର ଆଶୀର୍ବାଦ ପାଉଛନ୍ତି, କ'ଣ କହିବେ? ହଁ, ଅଗଣିତ ଦର୍ଶକ ତ ଆମ ପାଇଁ ଭଗବାନ। ତାଙ୍କର ଆଶୀର୍ବାଦ ଯଦି ଆମ ଉପରେ ଅଛି, ଆମେ ବି ଏମିତି ଆଗକୁ ଆଗକୁ ଯାଇପାରିବୁ। ତ ସେ ଯେଉଁ ଆପଣ ରାମ ନାଟକ କରୁଛନ୍ତି, ସେ ରାମଙ୍କର 2 ପଦ ଗୀତ ଗାଇବେ। रे मोर जानकी तुमर निरीमाखी केड़े छाड़ी चली गलु केड़े छाड़ी चली गलु मो प्रिय सखी लुहर श्रावणी मो बई देही लुहर श्रावणी मो बई देही। ଆପଣ ଯେଉଁ ନାଟକ ପରିବେଷଣ କରୁଛନ୍ତି ଦର୍ଶକଙ୍କ ସାମ୍ନାରେ, ତ ଆଉ କିଛି ଲକ୍ଷ୍ୟ ଅଛି କିଛି ସାମାଜିକ ନାଟକରେ ଆପଣ ଅଭିନୟ କରିବାର, କି ସାମାଜିକ ନାଟକରେ ଅଭିନୟ କରିକି ଦର୍ଶକଙ୍କୁ ଆହୁରି ମନମୁଗ୍ଧ କରିବାର? ହଁ, ଗୋଟେ କଳାକାର ତ ବହୁତ କିଛି ଆଶା ଥାଏ। ମୁଁ ପୌରାଣିକ କରିଛି, ସାମାଜିକ ନାଟକ ବି କରିଛି, ରାମ ନାଟକ ବି କରୁଛି। ସାମାଜିକ ନାଟକରୁ 2 ପଦ କହିବେ। ସଂସାର ହାଟରୁ ସୁଖର ସଉଦା କିଣିବାକୁ ଯାଇ ଆମେ 2 ଭାଇ ଆଜି ବାଟ ବଡ଼ା ହୋଇଯାଇଛେ। ଆଉ ବାଟ ବଡ଼ା ହୋଇଯାଇ ଆମ ଭାଗ୍ୟରେ ତ ସୁଖ ନାହିଁ, ଖାଲି ଅଣ୍ଟିରେ ଅଣ୍ଟିଏ ଦୁଃଖ। ତ ଏଇ ଆପଣ ପରିବେଷଣ କରୁଛନ୍ତି ଦର୍ଶକ ସାମ୍ନାରେ, ଆପଣ ମଝିରେ ମଧ୍ୟ ଭାଇରାଲ୍ ହେଇଥିଲେ ଗୋଟେ ଶ୍ରୀରାମର ଅଭିନୟ କରିକି। ତ ସେ ଯେଉଁ ଭାଇରାଲ୍ ହେବା ପଛର ମୁଖ୍ୟ କାରଣ କ'ଣ? ଭାଇରାଲ ପଛର ମୁଖ୍ୟ କାରଣ ହେଉଛି ଅଗଣିତ ଦର୍ଶକ। ଅଗଣିତ ଦର୍ଶକ ହେଉଛନ୍ତି ଆମ ପାଇଁ ଭଗବାନ। ତାଙ୍କର ଆଶୀର୍ବାଦ ଏମିତି ଥିଲେ ଆମେ ଏମିତି ଆଗକୁ ଆଗକୁ ଯାଇପାରିବୁ। ତ ଆପଣ ଯେଉଁ ପୌରାଣିକ ନାଟକରେ ଅଭିନୟ କଲେ, ସାମାଜିକ ନାଟକରେ ମଧ୍ୟ ଅଭିନୟ କଲେ, ତ ଆପଣ ଏଇ ଲାଇନ୍କୁ ଆସିବାକୁ ଆପଣଙ୍କୁ କିଏ ଆପଣଙ୍କୁ ପ୍ରେରଣା ଦେଇଥିଲା, ନା ଏଇ ଲାଇନ୍କୁ ଯା, ଏଇ ଲାଇନ୍ରେ ଫ୍ୟୁଚର୍ ଅଛି, ଭବିଷ୍ୟତ ଅଛି? ସେମିତି ତ ଏଇ ଲାଇନ୍କି କିଏ କହିନଥିଲେ, କିନ୍ତୁ ଆମେ ପିଲାବେଳେ ଯେତେବେଳେ ଆମ ବାପା ଜଣେ ପୌରାଣିକ ଡିରେକ୍ସନ ରାମ ନାଟକ ଶିଖାନ୍ତି, ସେତେବେଳେ ଗାଁରେ ଡ୍ରାମା କରନ୍ତି, ପୌରାଣିକ କରନ୍ତି, ଆମ ଗାଁର ବଡ଼ ଭାଇମାନେ ଯେତେବେଳେ କରନ୍ତି, ସେଇ ତାଙ୍କଠୁ ଦେଖିକି ଆମର ଗୋଟେ ଆଗ୍ରହ ଆସିଲା କଳା ପ୍ରତି। ତ ଏଇ କଳା ପ୍ରତି ଆପଣ ଯେଉଁ ଆଗ୍ରହ ଦେଖେଇଲେ, ତ ଆଉ କିଛି ବ୍ୟକ୍ତି ମଧ୍ୟ ରହିଯାଉଛନ୍ତି ପୌରାଣିକ ନାଟକକୁ ଆସିବା ପାଇଁ, ଲାଜ କରୁଛନ୍ତି ମଧ୍ୟ। କିଏ କହୁଛି ଆମେ ଏ ପୌରାଣିକ ନାଟକରେ ଯାଇ ପେଟ ପୋଷି ପାରିବୁନି, ସାମାଜିକ ନାଟକରେ ଯାଇକି ପେଟ ପୋଷି ପାରିବୁନି। ହଠାତ୍ ଜଣେ ଗରିବ ଘରର ଛୁଆ, ମଧ୍ୟବିତ୍ତ ଶ୍ରେଣୀର ଛୁଆ ହଠାତ୍ ଏଇ ଲାଇନ୍କୁ କେମିତି ପଶିବ, କେମିତି ତା'ର ଫ୍ୟୁଚର୍ ଗଢ଼ିବ? ଶୁଣନ୍ତୁ ଆଜ୍ଞା, କଳା ଲାଇନ୍ରେ ବି ଅଛି, କଳା ଲାଇନ୍ରେ ବି ପରିବାର ପୋଷି ପାରିବ, ବି ପୋଷି ହେଉଛନ୍ତି, କିଛି ବି ଅସୁବିଧା ନାହିଁ। ଯାହାର ଯଦି ବା ଆଗ୍ରହ ଅଛି ସେ କଳା ଲାଇନ୍କି ଆସନ୍ତୁ, କିଛି ଅସୁବିଧା ନାହିଁ। ହଠାତ୍ ଜଣେ ବ୍ୟକ୍ତି କେମିତି ଆସିବେ କଳା ଲାଇନ୍କୁ? ହଠାତ୍ ଗୋଟେ ବ୍ୟକ୍ତି ଯଦି ଆସେ, କାହା ମାଧ୍ୟମ ଦ୍ୱାରା ଆସିବାକୁ ପଡ଼ିବ। ତ ସେ ମାଧ୍ୟମଟା କିଏ ହେବ? ସେମିତି ଯାହାର ରିଲେଟିଭ୍ କଳା ଲାଇନ୍, ଯାହାର ରିଲେଟିଭ୍ ଥିବେ, ତାଙ୍କ ସହିତ ଯୋଗାଯୋଗ କରିକି ସେମିତି କଳା ଲାଇନ୍କି ଆସିପାରିବେ। ଆପଣ ଯେତେବେଳେ ଲାଇନ୍କୁ ଆସିଲେ, ଆପଣ ପୁଣି ଯାହା କାହା ମାଧ୍ୟମରେ ପୁଣି ଆସିଥିବେ, ଆପଣ ତ ହଠାତ୍ ଜାଣି ଶୁଣିକି ଏକା ଆସିପାରିନଥିବେ ନା, ତ ଆପଣ କାହା ମାଧ୍ୟମରେ ଆସିଥିଲେ? ମୁଁ ସେମିତି କାହା ମାଧ୍ୟମରେ ଆସିନଥିଲି। ମୋ ପ୍ରଥମ ଗୁରୁ ହେଉଛନ୍ତି ମୋ ବାପା ରାମ ନାଟକରେ, ମୁଁ ତାଙ୍କଠୁ ଶିକ୍ଷା କରିଥିଲି। ଶିକ୍ଷା କରିବା ପରେ ମୋର ସେକେଣ୍ଡ ଗୁରୁ ହେଉଛନ୍ତି ଆଡ଼ବନ୍ଧ ଶଙ୍କରକରଣ ସ୍ୱାଇଁ, ସିଏ ହିଁ ମୋତେ ଆଣିଥିଲେ ରାମ ନାଟକ ପରିଚୟ, ନୟାଗଡ଼ରେ ସିଏ ମୋତେ ଆଣିକି ପରିଚୟ ଦେଇଥିଲେ। ତ ଆପଣ ଯେଉଁ ପରିଚୟ ପାଇଛନ୍ତି ଆଜିକା ଦିନରେ, ତ ସେ ପରିଚୟକୁ ଦର୍ଶକମାନେ, ଆପଣ କହିବା ମୁତାବକ ଦର୍ଶକମାନେ ହିଁ ଭଲ ପାଇବା ଦ୍ୱାରା ଆପଣ ଆଜି ଏଇ ଜାଗାରେ ଅଛନ୍ତି। ସେ ଦର୍ଶକମାନଙ୍କ ପାଇଁ କ'ଣ କହିବେ? ଦର୍ଶକମାନଙ୍କ ପାଇଁ କ'ଣ କହିବି, ଦର୍ଶକ ତ ଆମ ପାଇଁ ହେଉଛନ୍ତି ଭଗବାନ, ଆଉ ତାଙ୍କ ପାଇଁ କ'ଣ ଆଉ ଅଧିକ କହିବି। ଶେଷରେ ଆପଣଙ୍କଠୁ ଆମେ କିଛି ଶୁଣିବାକୁ ଚାହିଁବୁ ପୌରାଣିକର କିଛି ଗୀତ ଏବଂ ସାମାଜିକ ନାଟକର 2 ପଦ ଡାଇଲଗ୍। ଆହାରେ ମୋ ପ୍ରାଣ ସାନୁଜ ଲକ୍ଷ୍ମଣ କି ଶୁଣାଇଲ
ସାମାଜିକ ନାଟକର 2 ପଦ ଡାଇଲଗ। ତମେ ସଧବାରୁ ବିଧବା ହେଇଗଲ, ଆଉ ମୁଁ ବଞ୍ଚି ଥାଉ ଥାଉ ଭାଇମାନେ ମୋତେ ମାରିଦେଲେ। ଆପଣ ଶୁଣିଥିଲେ କେଉଁଭଳି ଭାବରେ ଆମେ ପଙ୍କଜ ଭାଇଙ୍କଠୁ ପ୍ରତିକ୍ରିୟା ନେଉଥିଲେ। ତେବେ ପଙ୍କଜ ଭାଇ ଆପଣ କେଉଁ ପାର୍ଟିରେ ଏ ବର୍ଷ ଅଛନ୍ତି? ମୁଁ ଏ ବର୍ଷ ଅଛି ଯାତ୍ରା ମା ଲକ୍ଷ୍ମୀ ରଙ୍ଗମାଟିଆ ଓ ସୀତେଶ କୁମାର ମହାନ୍ତିଙ୍କ ବାବୁଙ୍କ ପାର୍ଟିରେ ଅଛି। ବର୍ତ୍ତମାନ ଆପଣ କେଉଁ କେଉଁ ଜାଗା ପରିଭ୍ରମଣ କଲେଣି? ଏଇ ପାର୍ଟି କେତେ ବର୍ଷ ହେଲା ରହିଲେଣି, କେତେ ବର୍ଷ ଏଗ୍ରିମେଣ୍ଟ କରିଛନ୍ତି? ଏଇ ପାର୍ଟି ତ ତାଙ୍କର ପ୍ରଥମେ ଗାଉଁଲି ପାର୍ଟି ହେଇକି ଥିଲା, ଏବେ 2 ବର୍ଷ ହେଲା ଆଞ୍ଚଳିକ ପାର୍ଟି ହେଇଛି। ମୁଁ ବି 2 ବର୍ଷ ହେଲା ସେଇ ପାର୍ଟିରେ କାର୍ଯ୍ୟରତ ଅଛି। କିଛି ଏଗ୍ରିମେଣ୍ଟ କରୁନାହାନ୍ତି ଆପଣ? ହଁ, ଏଗ୍ରିମେଣ୍ଟ କରିଛି। ବର୍ତ୍ତମାନ କେତେ ଦିନ ଯାଏ ଆପଣ ତାଙ୍କ ପାଖରେ ଅଛନ୍ତି? ଆମର ରଜକୁ ରଜ ବର୍ଷେ ଏଗ୍ରିମେଣ୍ଟ। ଶୁଣୁଥିଲେ କେଉଁଭଳି ଭାବରେ ଆମେ ପଙ୍କଜ ଭାଇଙ୍କଠୁ ପ୍ରତିକ୍ରିୟା ନେଉଥିଲେ। ଆପଣ ଯଦି ଦେଖିବାକୁ ଚାହୁଁଛନ୍ତି ପଙ୍କଜ ଭାଇଙ୍କୁ, ସାରା ଓଡ଼ିଶାରେ ସେ ବର୍ତ୍ତମାନ ଭାଇରାଲ ଅଛନ୍ତି ଶ୍ରୀରାମଙ୍କ ଅଭିନୟରେ। ଏବଂ ପଙ୍କଜ ଭାଇଙ୍କୁ ଧନ୍ୟବାଦ ଦେବି ଆପଣ ଆମକୁ ସମୟ ଦେଲେ। ତ ନୟାଗଡ଼ ଜିଲ୍ଲା ଗଣେଶ ବ୍ଲକରୁ ସନ୍ଦୀପ ପାଣିଗ୍ରାହୀଙ୍କ ରିପୋର୍ଟ, କଳିଙ୍ଗ ଟୁଡେ ଲାଇଭ୍।